ଝଡ଼ ତୋଫାନ ପୂର୍ବରୁ ଚାରିଆଡ଼େ ଗମ୍ଭୀରତା ଛାଇ ଯାଇଥାଏ। ପୂରା ଅଞ୍ଚଳ ପଠାରୀ ଜମି ଯେପରି ରୁଖା ଆଉ ଶୁଖିଲା। ସବୁ ସମୟରେ ଚାରିଆଡ଼େ ନାଲି ଧୂଳି ଉଡ଼ୁଥାଏ। ଏସବୁ ଭିତରେ କେବଳ ଏ ଗୋଟିଏ ଜାଗା ଟିକେ ଶାନ୍ତ ଆଉ ସୁନସାନ। କାମିନୀ ପୋଖରୀ। ଦିବା ସୂର୍ଯ୍ୟାଲୋକରେ ବି କେହି ହେଲେ ଏ ପୋଖରୀ ପାଖକୁ ଆସନ୍ତି ନାହିଁ। ଏ ଗାଁକୁ ଏବେ ପର୍ଯ୍ୟନ୍ତ ବି ବିଜୁଳି ଆସିନାହିଁ। ଖରାଦିନେ ଏମିତି ଏକ ଅନ୍ଧାର ଘରେ ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅରେ ବସିବାକୁ ଅବିନାଶ ସହ୍ୟ କରିପାରିଲା ନାହିଁ। ସେ ଚିଡ଼ଚିଡ଼ି ହୋଇ କହିଲା, ଓଃ, ଏ ଅନ୍ଧାରରେ ମୁଁ ଆଉ ରହିପାରିବିନି। ବିଶ୍ୱଜିତ ଏଇଠି ରହୁ, ମୁଁ ଚାଲିଲି ସେ ପୋଖରୀ ପାଖକୁ। କହୁ କହୁ ହିଁ ଟର୍ଚ୍ଚ ଜଳାଇ ମାଟି ରାସ୍ତାରେ କ୍ଷେତ ଆଡ଼କୁ ଆଗେଇ ଚାଲିଲା ସେ। ଆଉ ତା ପଛେ ପଛେ ତା ଦୁଇ ସାଙ୍ଗ ରବିନ ଓ ଅଜୟ ମଧ୍ୟ ବାହାରି ପଡ଼ିଲେ। କ୍ଷେତ ପାରି ହେଲା ପରେ ହିଁ କାମିନୀ ପୋଖରୀ ପଡ଼େ। ଯେଉଁଦିନ ସେମାନେ ଆସିଥିଲେ, ବିଶ୍ୱଜିତ ବାରମ୍ବାର ସେ କାମିନୀ ପୋଖରୀ ପାଖକୁ ନ ଯିବାକୁ ବୁଝାଇଥିଲା। କିନ୍ତୁ ସହରୀ ଲୋକଙ୍କର ଡର ଭୟ ଟିକେ କମ୍ ନା। ସେମାନେ କ୍ଷେତର ହିଡ଼ ଉପରେ ଚାଲିବାକୁ ଲାଗିଲେ। ଟର୍ଚ୍ଚ ଆଲୁଅରେ ବହୁତ ଦୂର ପର୍ଯ୍ୟନ୍ତ ଦେଖାଯାଉନଥିଲା। ଚାରିଆଡ଼ ଖାଲି ଧୂଆଁଳିଆ ଧୂଆଁଳିଆ ଦେଖାଯାଉଥିଲା। କିଛି ଦୂର ଗଲା ପରେ ଗୋଟିଏ ଥଣ୍ଡା ପବନ କ୍ଷେତର ମଝି ଦେଇ ବହିଗଲା। ରବିନ ହାତ ବଢ଼େଇକି କହିଲା, ସେଠି କାମିନୀ ପୋଖରୀ ଅଛି। ସେମାନେ ସେ ଜାଗା ଆଡ଼କୁ ଚାଲିଲେ। ସେମାନେ ଭାବିଥିଲେ ପୋଖରୀରେ ସୁନ୍ଦର ସୁନ୍ଦର କଇଁ ପଦ୍ମ ଫୁଲ ଫୁଟିଥିବ, କିନ୍ତୁ ପୋଖରୀର ପାଣି ଥିଲା ପୁରା କଳା। କେମିତି ଗୋଟିଏ ଅଜବ ଦୁର୍ଗନ୍ଧ ସେ ପାଣିରୁ ବାହାରୁଥିଲା। ସେମାନେ ସେ ପାଖରେ ଗୋଟିଏ ଗଛ ତଳେ ଡେରି ହୋଇ ବସିଗଲେ, ଆଉ ମଜାରେ ସିଗାରେଟ ଟାଣିବାକୁ ଲାଗିଲେ। ଠିକ୍ ସେତିକିବେଳେ ଅବିନାଶ ଉଠି ଛିଡ଼ା ହୋଇଗଲା, ଆଉ ପୋଖରୀର ଆରପଟକୁ ଇଙ୍ଗିତ କରି କହିଲା, ହେ, ସେଇଟା କ'ଣ? ରବିନ ଆଉ ଅଜୟ ମଧ୍ୟ ଧଡ଼ପଡ଼ ହୋଇ ଅବିନାଶ ପାଖକୁ ଛିଡ଼ା ହୋଇଗଲେ। ଏବେ ସେମାନଙ୍କର ନଜର ସେହି ଅଜବ ଜିନିଷ ଉପରେ ଲାଖିଗଲା। ଲମ୍ବା ମଣିଷର ଆକୃତି ଭଳି ଗୋଟିଏ ଜିନିଷ, ଆଉ ତା ମୁଣ୍ଡ ପାଖରେ ପତାକା ଭଳି କୌଣସି ଗୋଟିଏ ଜିନିଷ ହାଲକା ପବନରେ ଧୀରେ ଧୀରେ ଫଡ଼ ଫଡ଼ ହେଉଥିଲା। କାହା ପାଟିରୁ କିଛି ବି କଥା ବାହାରୁ ନଥିଲା। ତିନି ଜଣ ମଧ୍ୟରୁ ସବୁଠୁ ବେଶୀ ନିର୍ଭୀକ ଥିଲା ଅବିନାଶ। ସେ ପୋଖରୀ କରେ କରେ ଚାଲିବାକୁ ଲାଗିଲା। ପଛରୁ ରବିନ କହିଲା, ଆରେ ଅବିନାଶ, ରହିଯା, ସିଆଡ଼େ କୁଆଡ଼େ ଯାଉଛୁ? ଜାଗା ଭଲ ନାହିଁ। ଅବିନାଶ ପଛକୁ ବୁଲିକି କାଣି ଆଙ୍ଗୁଠି ଦେଖେଇ କହିଲା, ମୋତେ ପରିସ୍ରା ଲାଗିଲାଣି, ଟିକେ ହାଲକା ହେଇକି ଆସେ। ଆରେ ଏଥିପାଇଁ ସେଠାକୁ ଯିବାକୁ କ'ଣ ଦରକାର? ଏଠାରେ ତ କେହି ନାହାନ୍ତି। ଅବିନାଶ କହିଲା, ସେ ଜିନିଷଟା କ'ଣ ତାକୁ ନ ଦେଖିଲେ ମୋତେ ଶାନ୍ତି ମିଳିବନି। ଅଜୟ କହିଲା, ଆରେ ରହିଯା, ଏକୁଟିଆ ଯାଆନି। ରବିନ ଆଉ ଅଜୟ ମଧ୍ୟ ଅବିନାଶର ପଛେ ପଛେ ଚାଲିଲେ। ପୋଖରୀ ପାଖରେ ବଡ଼ ବଡ଼ କିଆ ବଣ, ଲତା ଝଟା ସବୁ ଗୋଟେ ଛୋଟ ଜଙ୍ଗଲ ପରି ଲାଗୁଥିଲା। ସେଠି ସାପ ଓ ଗୋଧି ବିଛା ବି ଥାଇପାରନ୍ତି, କିନ୍ତୁ ଅବିନାଶକୁ ଜମା ବି ଡର ନଥିଲା। ସେ ଅଜବ ଜିନିଷ ପାଖକୁ ଯାଇ ଟର୍ଚ୍ଚ ଲାଇଟ୍ରେ ନିରେଖିକି ଦେଖିବାକୁ ଲାଗିଲା। ପୋଖରୀ କୂଳ ଜମିରେ ଗୋଟିଏ ପାଳଭୂତ ଛିଡ଼ା ହୋଇଥିଲା, ଆଉ ତା ମୁଣ୍ଡ ଉପରେ ଗୋଟିଏ ଫଟା ପ୍ଲାଷ୍ଟିକ ଜରି ଲାଗି ଯାଇଥିଲା। ଆକୁ ହିଁ ଦୂରରୁ ଦେଖିଲା ପରେ ପତାକା ଭଳି ଲାଗୁଥିଲା। ଆରେ, ଇଏ ତ ଆମ ଭଳିଆ ସିଙ୍ଗିଲ। ଅବିନାଶ ବିନା କିଛି କହି ସିଧା ସେ ପାଳଭୂତ ସାମ୍ନାକୁ ଚାଲିଗଲା। ପୁଣି ଥରେ ଟର୍ଚ୍ଚ ମାରି ଚାରିଆଡ଼ ଦେଖିଲା, ଆଉ ସେଇଠି ହିଁ ସେ ପରିସ୍ରା କରିଦେଲା। ରବିନ କହିଲା, ତୋତେ ଆଉ କେଉଁ ଜାଗା ମିଳିଲାନି? କାହିଁ ରେ, ଇଏ ତ ଗାର୍ଲଫ୍ରେଣ୍ଡ କି? ରବିନ ଆଉ ଅଜୟ ହସି ହସି ସେ ଗଛ ପାଖକୁ ଫେରି ଚାଲିଲେ। ହଠାତ୍ ଧୁପ୍ କିନା ଶବ୍ଦ ଶୁଭିଲା, ଆଉ ସେମାନେ ପଛକୁ ବୁଲି ପଡ଼ି ଦେଖିଲେ ଯେ ଅବିନାଶ ତଳେ ପଡ଼ିଯାଇଛି। ତା ମୁହଁ ସେ ପାଳଭୂତ ଆଡ଼କୁ ଥିଲା। ତା ପାଟିରୁ ଗୁଡ଼ାଏ ଅଜବ ଶବ୍ଦ ବାହାରୁଥିଲା। ଦୁଇ ଜଣ ଦୌଡ଼ି ଦୌଡ଼ି ତା ପାଖରେ ଆସି ପହଞ୍ଚିଲେ। ଅନ୍ଧାର ଏତେ ଗାଢ଼ ଥିଲା ଯେ ପାଖାପାଖି କିଛି ବି ଠିକ୍ ସେ ଦେଖାଯାଉନଥିଲା। ଅବିନାଶ ପାଖରେ ପହଞ୍ଚି ସେମାନେ ତା କାନ୍ଧକୁ ହଲେଇ ହଲେଇ କହିଲେ, ଏ ଏ ତୁ ଏମିତି କ'ଣ ହେଉଛୁ? ଅବିନାଶ ଥରି ଥରି ହାତରେ ପାଳଭୂତ ପଛକୁ ଥିବା କିଆବୁଦା ଆଡ଼କୁ ଇଙ୍ଗିତ କଲା। ସେଠାରୁ ଦୁଇଟି ହଳଦୀ ରଙ୍ଗର ରଶ୍ମି ସେମାନଙ୍କୁ ଦେଖୁଥିଲା। ଧୀରେ ଧୀରେ ସେ ରଶ୍ମି ସେମାନଙ୍କ ଆଡ଼କୁ ବଢ଼ିବାକୁ ଲାଗିଲା। ରବିନ ଫୁସ୍ ଫୁସ୍ ହେଇକି କହିଲା, ଭାଇରେ, ଏଠାରୁ ଚାଲ, ଦୌଡ଼ିବାକୁ ପଡ଼ିବ ଆମକୁ। ଏ ଜାଗାରେ ସେମିତି ବି ଲୋକ ନାହାନ୍ତି। କେତେ କ'ଣ ଘଟୁଛି ଏସବୁ ଜାଗାରେ। ଏଠି ସବୁ ସହର ପରି ନୁହେଁ। ମୁଁ ତ ଆଗରୁ ହିଁ ମନା କରିଥିଲି। ଖୋଲା ମଇଦାନର ମଝିରେ ସେମାନେ ତିନି ଜଣ ଦୌଡ଼ିବାକୁ ଲାଗିଲେ। ରବିନ ଥରେ ପଛକୁ ଅନେଇ ଦେଖିଲା ଯେ ପାଳଭୂତ ପଛପଟୁ ଗୋଟିଏ ମହିଳା ଆକୃତି
भूमिर प्राय 2 फुट ऊपर पवन रे उड़ी उड़ी से आड़ को आसूला। रबिन मुह पूरा लाल पड़ जाइथिला। छाती पूरा से जोरे धक धक होगा लगिला। से दृश्य देखिकी से 3 जन गोड़ हाथ थरवा लगिला। से महिला आकृतिर आखि हलदिया थिला। आउ ता पाटी साप भली शब्द बाहर अंधारे केमिति गोटे दौड़ी दौड़ी से माने जमी मझे आसी पहुँचले। सेठारु पोखरी देखा जाऊ नथिला, किंतु सेमानकु लागिला कि तांकोटु प्राय 10 हाथ दूर रे से महिला आकृति पवन में झुलुथिला। आउ ता ठीक पछरे पाळभूत छिड़ा होइथिला। जल्दी चल जल्दी चल, अजय चिल्लई दौड़िया को लगिला। धई सही से घर को आसिले और जोर रे कबाट बंद करदेले। विश्वजीत से देखि चमक कहला, अरे कुआडे जाइथिल? अजय मुहरु डरे बाहरी पड़ला, पोखरी पाखु जाई। विश्वजीतर चेहरा रंगा पड़गला। से माने घरे जाई कबाट बंद करी चुपचाप सेजरे गड़ी पड़े। डर जोगु पूरा राति घर कोणरे लंठन जड़ाई रखिले। संभवतः से राति आउ किछि भी हेलानी, किंतु जहाँ भी सबू हैला विश्वजीत ताकू नहीं पूरा गंभीर हो गला। परदिन सकाळे जेतेबेले सेमानक निद भांगिला सेतेबेलकु सूर्य ऊपर को उठी सारी। खरा बेलर लंच कर सारिबा परे रबिन कहला, काली ही एठारु पळाइबा। एठी एमिति भाबे रहिबाटा मते काई ठीक लागुनी। छुट्टी पूरा बर्बाद। अजय सहमति प्रकाश करी कहला, ठीक कहलु तू। एबे चल पाखापाखि बुली आसिबा, मो मुंड जोर बिंधुची। से माने बाहर को बाहरिले। सेतेबेले विश्वजीत पछरु डाकिला, गोटे कथा कहूची, काली तुमे माने गोटे भूल कर देइछ। केही भी से पोखरी पाखु जाआंती नाही। सेईटा सापित जमी होई जाइछि। सेथिपाई से पोखरी आखपाख जमी खाली पड़िछि। सेईटा कामिनी डाहाणीर पोखरी। पोखरी पाखरे जे पाळभूत अछि ता तळे ही ताकू जीवंता खोली पोती दिया जाइथिला। जेते शीघ्र पारुच एठू पळाओ। अजय भाविला, विश्वजीत को अविनाश परिश्रा करने कथा जना नहीं, तथापि एते डरुची। काली राति आमे जहाँ देखिलु जदि ताकू जना था। से झरका बाहर को देखिला। बेड़ गड़ीगलाणी। सूर्यंक रश्मि धीरे धीरे कमीगलाणी। आज तो संध्या हो गलानी। काली सकाळे ही आमे बाहरी जिबा। आज राति किछि भी घटी पारे। यही कथा 3 जन कान में बाजी सारी, किंतु केही भी कथा को आगु को बढ़ाइबा को चाहू नथिले। से माने गाँर सुखिला माटी रास्ता रे चलुथिले। सूर्यंक किरण एबे खूब कमी जाइथिला। चली चली से माने अजणारे खाली खेत पाखरे आसी छिड़ा हो जाइथिले। आकाश रे पूरा लाल रंग छाई जाइथिला। लोहित रंगर बादल चलुथिबार देखा जाउथिला। रबिन सिगरेट टाणी कहला, कामिनी डाहाणीर घटना विश्वजीत तो पूरा खोलिकी कहलानी। कामिनी डाहाणी को तुम जानिछ? घर घर शब्द शुणिकी से माने पछकू बुलिले। आउ देखिले कि महिला ड्रेस पिंधि गोटे लोक से पछरे छिड़ा होइथिला। कामिनी मो झियो, तमे ताको देखिछ? रबिन आगु को जाई कहला, निज झियो को डाहाणी काई कहूछ? समस्ते एमिति ही कहउछंती। से पोखरी पाखरे ताकू मारिकी पोती देइथिले। तांत्रिक को डाकी पाळभूत छिड़ा कराई देले, जेमिति कि से मुक्ति पाई पारिबनी। मो झियो। अजय कहला, किए तुम झियो को मारिछि? एई गाँर लोक माने। मु पूरा दिन सेठरे बसी रहूची, केते डाकुची, किंतु से आसे नाही। से लोक खेत मध्य दे पोखरी आड़ को पलई गला। अविनाश कहला, यार शेष मु देखिकी ही छाड़बी। अविनाश दौड़ी दौड़ी जाई से लोक पाखरे पहुँचला। आउ दही सही होई से कहला, आमे राति तुम झील को देखिलु। से लोकर आखि पूरा रागरे लाल हो जाइथिला। ताकू तमे माने हैरान कलो? जमीदार लोक तमे माने ना? ताकू पुणी थरे कष्ट देवा पे बंदी करने को चाहूच? हाँ टी? से माने 3 जन बुझीगले जे से लोकर मानसिक अवस्था ठीक नहीं। आउ किछि न कही से माने घर आड़ को फेरी गले। संज बीती जाइथिला।
ଘଣ୍ଟାରେ 9:30 ବାଜିଥାଏ। ବିଶ୍ୱଜିତ ରାତ୍ରି ଭୋଜନ ଘରେ ହିଁ ଦେଇଥିଲା। ରବିନ ଆଉ ଅଜୟ ଶୋଇପଡ଼ିଥିଲେ, କିନ୍ତୁ ଅବିନାଶର ଆଖିରେ ନିଦ ନଥିଲା। ସେ ଝରକା ପାଖରେ ଛିଡ଼ା ହୋଇ ବାହାରକୁ ଦେଖିବାକୁ ଲାଗିଲା, ଆଉ ଦେଖିଲା ଯେ ଝିପ୍ ଝିପ୍ ବର୍ଷା ହେଉଛି। ଗାଁକୁ ଦେଖିକି ଏମିତି ଲାଗୁଥିଲା ଯେମିତି ସେ ଅନ୍ଧକାରର ଚାଦର ଘୋଡ଼େଇ ହୋଇ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଛି। ଅବିନାଶ ସେଜକୁ ଯାଉଥିଲା କି ହଠାତ୍ ସେ ଝରକା ବାହାରେ ଗୋଟେ ଲୋକକୁ ଛିଡ଼ା ହୋଇଥିବାର ଦେଖିଲା। ସେ ଲୋକ ଝରକା ବାହାରେ ଛିଡ଼ା ହୋଇ ହାତ ହଲେଇ ହଲେଇ ଡାକୁଥିଲା। ଅବିନାଶ ବଶୀଭୂତ ହୋଇ କବାଟ ଖୋଲିକି ବାହାରକୁ ବାହାରି ପଡ଼ିଲା। ଲୋକଟି ତାକୁ ଦେଖିକି ଦୌଡ଼ିବାକୁ ଲାଗିଲା। ଅବିନାଶ ବି ତା ପଛେ ପଛେ ଦୌଡ଼ିବାକୁ ଲାଗିଲା। ପରଦିନ ସକାଳେ ଯେତେବେଳେ ସେମାନଙ୍କ ନିଦ ଭାଙ୍ଗିଲା, ସେତେବେଳେ ରବିନ ଆଉ ଅଜୟ ଦେଖିଲେ ଯେ ଅବିନାଶ ଘରେ ନାହିଁ। ସେମାନେ ଦେଖିଲେ ଯେ ବିଶ୍ୱଜିତ ସାମ୍ନାରେ ଛିଡ଼ା ହୋଇଛି। ଦେଖିଲି କବାଟ ଖୋଲା ଅଛି, ଆଉ ପୁରା ଘରେ ପାଦର ଚିହ୍ନ। ରବିନ ବ୍ୟସ୍ତ ହୋଇ କହିଲା, ଅବିନାଶ ମିଳୁନି। ଜଣାଥିଲା ମୋତେ, କାମିନୀ ଡାହାଣୀ ଡାକିକି ନେଇଯାଇଛି। ଅଜୟ କହିଲା, କାଲି ତା ବାପାକୁ ସେ କ୍ଷେତ ପାଖରେ କାମିନୀ ମରିଯାଇଥିଲା 150 ବର୍ଷ ପୂର୍ବରୁ। ତା ବାପା ସେ ପୋଖରୀରେ ବୁଡ଼ି ମରିଯାଇଥିଲେ। ପୋଖରୀ ପାଖକୁ ଯାଇ ଲୋକେ ତାକୁ ଉଠେଇ ଦେଇଛନ୍ତି। ଏବେ ଦେଖ କ'ଣ ହେଉଛି। ସେମାନେ ଦୌଡ଼ି ଦୌଡ଼ି ପୋଖରୀ ପାଖରେ ପହଞ୍ଚିଲେ, ଆଉ ଦେଖିଲେ ଅବିନାଶର ଶରୀର ପୋଖରୀ ପାଣିରେ ଓଲଟା ଭାସୁଛି। ପାଳଭୂତ ସେମିତି ଛିଡ଼ା ହୋଇଥିଲା। ଚାରିଆଡ଼େ କେହି ବି ନଥିଲେ। ଗୋଟେ ଥଣ୍ଡା ପବନ ପୋଖରୀର ମଧ୍ୟ ଦେଇ ବହି ପୁଣି ଉଭେଇଗଲା। ରବିନ ଆଉ ଅଜୟ ସେଇଠି ସ୍ଥିର ହୋଇ ଛିଡ଼ା ହୋଇଗଲେ। ସେ ପୋଖରୀର ଭୁତୁଣୀ ପୁଣି ଜୀବନ ନେଇ ନିଜ ସ୍ଥାନକୁ ଫେରି ଆସିଥିଲା। କାହାଣୀ କେମିତି ଲାଗିଲା? ଯଦି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।